ଆଜି ମୋ ଘରେ ସମସ୍ତଙ୍କର ଫରମାଇଶ ଥିଲା ଚିଲି ଚିକେନ୍ ଖାଇବା ପାଇଁ। ତ ସମସ୍ତେ ଭାବିଲେ କି ଚିଲି ଚିକେନ୍‌କୁ ଅର୍ଡ଼ର କରାଯାଉ। ମୁଁ କହିଲି, "ଆରେ ଚିଲି ଚିକେନ୍‌କୁ ଅର୍ଡ଼ର କ'ଣ ପାଇଁ କରିବା? ତମେ ଗୋଟେ କାମ କର, ଚିକେନ୍ ନେଇକି ପଳେଇ ଆସ, ଚିଲି ଚିକେନ୍ ମୁଁ ବନେଇଦେବି।" ତାପରେ ସେଠୁ କହିଲେ, "ଆରେ ଚିଲି ଚିକେନ୍ ଥୋଡ଼ି ନା ତୁ ବନେଇ ପାରିବୁ। ତୁ ତ ଏମିତି ରଦିଆ ଭଳିଆ ବନେଇବୁ। ଦୋକାନର ଟେଷ୍ଟ ଥୋଡ଼ି ନା ତୁ ଆଣିପାରିବୁ।" ମୁଁ କହିଲି, "ଆରେ ଇଏ କି କଥା? ଦୋକାନୀ କେମିତି ବନଉଛି ତ ମୁଁ ଦେଖିଛି। ତମେ ତ ଯେତେବେଳେ ବି ପାର୍ସଲ ଆଣ ମୁଁ ଦେଖେ। ତ ମୁଁ ଥୋଡ଼ି ନା ଜାଣିନି ଦୋକାନୀ କେମିତି ବନଉଛି। ଚାଲ ଆଜି ତମକୁ ମୁଁ ହିଁ ବନେଇକି ଖୁଆଇବି। ଚ୍ୟାଲେଞ୍ଜ ଦେଇଛ ମାନେ ଚ୍ୟାଲେଞ୍ଜ ଆକ୍ସେପ୍ଟେବଲ୍। ତ ସେଥିପାଇଁ ତମେ ଗୋଟେ କାମ କର, ଚିକେନ୍ ଖାଲି ନେଇ ଆସ, ବାକି ସବୁ ସାମଗ୍ରୀ ମୋ ଘରେ ଅଛି।" ତ ଫାଇନାଲି ଆସିଯାଇଥିଲା ଚିକେନ୍। ଚିକେନ୍‌ରେ ଗୋଟେ ଅଣ୍ଡା ପକେଇ ଦେଇଥିଲି। ଚିକେନ୍‌କୁ ଭଲ ଭାବରେ ଧୋଇକି ସ୍ୱାଦ ଅନୁସାରେ ଲୁଣ, ଅଦା ରସୁଣ ପେଷ୍ଟ, ତାପରେ କିଛି କଞ୍ଚା ଲଙ୍କା, 2 ଚାମଚ କର୍ଣ୍ଣଫ୍ଲୋର, 2 ଚାମଚ ମଇଦା ପକେଇକି ଏପଟେ ତେଲକୁ ଗରମ କରିକି ପ୍ରଥମେ ଚିକେନ୍‌କୁ ଗୋଟି ଗୋଟି କରିକି ସବୁକୁ ଛାଣିନେଲି। ତ ଏଇଟା ହେଲା ବିହାରୀ ଷ୍ଟାଇଲ୍‌ର ଚିଲି ଚିକେନ୍। ତ ଖାଇବାକୁ ଯେତିକି ଟେଷ୍ଟି ନା, ବନେଇବା ବି ସେତିକି ସହଜ ଆଉ ବହୁତ ସ୍ୱାଦିଷ୍ଟ। ଥରେ ଯଦି ଆପଣ ୟାକୁ ଟ୍ରାଏ କରିବେ ନା, ୟାର ଟେଷ୍ଟକୁ ଆପଣ କେବେ ବି ଭୁଲି ପାରିବେନି। ତ ମୁଁ ସବୁ ଚିକେନ୍‌କୁ ଏଇଭଳି ଭାବରେ ଛାଣି ନେଇଥିଲି। ଦେଖିପାରୁଥିବେ ଚିକେନ୍ ଗୁଡ଼ା ବହୁତ ହି ବଡ଼ ବଡ଼ ପିସ୍ ଅଛି। ତାପରେ ଏଠି ମୁଁ କ୍ୟାପ୍ସିକମ୍‌କୁ ବି ଛାଣି ନେଇଥିଲି। କ୍ୟାପ୍ସିକମ୍‌କୁ ଆପଣମାନେ ଚାହିଁଲେ ସ୍ୟାଲୋ ଫ୍ରାଏ କରିପାରିବେ। ବଟ୍ ଦୋକାନ ଟିକେ ଟେଷ୍ଟ ଆଣିବା ପାଇଁ ହେଲେ କ୍ୟାପ୍ସିକମ୍‌କୁ ବି ଆପଣଙ୍କୁ ଛାଣିବାକୁ ପଡ଼ିବ, ତାକି ତା'ର କ୍ରଞ୍ଚିନେସ୍‌ଟା ଟିକେ ପଳେଇବ। ତ ଭଲ ଭାବରେ କ୍ୟାପ୍ସିକମ୍‌କୁ ଛାଣି ସାରିବା ପରେ ମୁଁ ତେଲକୁ କାଢ଼ି ନେଇଥିଲି। ଯାହା ସବୁ ତେଲ ବଳି ଯାଇଥିଲା, ସେଥିରେ ଅଳ୍ପ ଟିକେ କଡ଼େଇରେ ତେଲ ରଖିଥିଲି ତାକି ସ୍ୟାଲୋ ଫ୍ରାଏ କରିବା ପାଇଁ। ରସୁଣକୁ ଭଲ ଭାବରେ ଛେଚିକି ମୁଁ ଏଠି ଦେଇଦେଇଛି। ତାପରେ ଏଥିରେ ଦେଇଦେଲି କଟା ପିଆଜ। କ୍ୟୁବ୍ସ ଆକାରରେ ଆପଣ ପିଆଜ କାଟିବେନି, ଆପଣ ଏଇଭଳିଆ ଲମ୍ବା ଲମ୍ବା ସ୍ଲାଇସ୍ କରିକି ଏଠି ପିଆଜ କାଟୁଛନ୍ତି। ମାନେ ଦୋକାନୀମାନଙ୍କ କଥା କହୁଛି, ତ ସେଇଭଳିଆ ଲମ୍ବା ଲମ୍ବା ଆକାରରେ ପିଆଜ କାଟି ନେବା। ତାପରେ ସେଥିରେ ଦେଇଦେବା କିଛି ଟମାଟୋ ସସ୍, ଆଉ ଅଳ୍ପ କିଛି ଦେଇଦେବା ଚିଲି ସସ୍, ଗୋଟେ କଟା ଟମାଟୋ ଦେବା, ଆଉ କିଛି ଦେବା ଗୋଲମରିଚ ଗୁଣ୍ଡ। ଏସବୁକୁ ଦେଇସାରିବା ପରେ ଭଲ ଭାବରେ ଆମେ ତାକୁ ମିକ୍ସ କରିନେବା। ଏବେ ଆପଣ ଦେଖିପାରୁଥିବେ ଅଟୋମେଟିକାଲି ପାଣି ବାହାରିବାରେ ଲାଗିଛି ସେଥିରୁ। ତ ଆପଣ ତାକୁ ହାଇ ଫ୍ଲେମ୍‌ରେ କୁକ୍ କରିବେ। ଏବେ ବର୍ତ୍ତମାନ କ'ଣ କରିବା, ସେଥିରେ ଦେଇଦେବା 2 ବଡ଼ ଚାମଚ ସେଜୱାନ୍ ଚଟନି। ତାପରେ ଏଥିରେ ଆଡ଼୍ କରିନେବା 2 ବଡ଼ ଚାମଚ କସ୍ତୁରୀ ମେଥି। ଗୋଟେ ସିକ୍ରେଟ୍ ଇନଗ୍ରିଡିଏଣ୍ଟ ହେଲା ଯେଉଁଟାକି ଦୋକାନୀମାନେ ପକାଉଛନ୍ତି, ସେଟା ହେଲା ଗରମ ମସଲା ଗୁଣ୍ଡ, ଆଉ ତା ସହିତ ହେଲା ମ୍ୟାଗି ମ୍ୟାଜିକ୍ ମସାଲା। ଠିକ୍ ଅଛି। ତାପରେ ସେଥିରେ ଦେଇଦେବେ ଅଳ୍ପ ଟିକେ ଲୁଣ, ମାନେ ସ୍ୱାଦ ଅନୁସାରେ, ଗୋଟେ ଛୋଟ ଚାମଚ ଚିନି, କିଛି କଞ୍ଚା ଲଙ୍କା ଦେଇକି ତାକୁ ଭଲ ଭାବରେ ଗୋଳେଇ ନେବେ। ଆଉ ତାପରେ ଲାଷ୍ଟକୁ ଏଥିରେ ପକେଇ ନେବେ ଚିକେନ୍‌କୁ ଯେଉଁ ଆମେ ଫ୍ରାଏ କରିକି ରଖିଥିଲେ, ଆଉ ତା ସହିତ କ୍ୟାପ୍ସିକମ୍‌କୁ। ସତରେ ଏଇ ଚିଲି ଚିକେନ୍‌ର ଟେଷ୍ଟ ତ ଏମିତି ଥିଲା, ମୋ ସ୍ୱାମୀ ବି ହାର ମାନିଗଲେ। କହିଲେ, "ବାଃ! ତୁ ତ ପୁରା ଦୋକାନର ଟେଷ୍ଟ ଧରିକି ପଳେଇ ଆସିଲୁ।" ତ ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।